ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ପୁରୀ ସମୁଦ୍ର କୂଳରେ ଭାସି ଭାସି ଆସି ଲାଗିଛି। ଭିଡ଼ିଓକୁ ଫୁଲ୍ ଦେଖନ୍ତୁ ଆଉ ବହୁତ ମାତ୍ରାରେ ସେୟାର କରନ୍ତୁ। ଓଡ଼ିଶାର ସବୁ ଘରେ ଘରେ ଭିଡ଼ିଓ ପହଞ୍ଚିବା ଦରକାର। ଆଉ ଯିଏ ପାପୀ ହୋଇଥିବ ସେ ସେୟାର ନକରି ଚାଲିଯିବ। ମୂର୍ତ୍ତିଟି କେଉଁଠୁ ଆସିଛି ଏପର୍ଯ୍ୟନ୍ତ ଜଣାପଡ଼ିନି। କେତେଜଣ କହୁଛନ୍ତି ରାୟଗଡ଼ା ଜିଲ୍ଲାର ତ ଆଉ କେତେଜଣ କହୁଛନ୍ତି ଆମ୍ବଡାଳ ଗ୍ରାମର। କିନ୍ତୁ ମହାପ୍ରଭୁ ମନ୍ଦିରରୁ କେମିତି ପାଣିରେ ଭାସି ଭାସି ଆସି ପୁରୀରେ ଲାଗିଲେ? ଏ କିଛି ଚମତ୍କାର ନୁହେଁ ତ? କି କିଛି ବିପତ୍ତି ମାଡ଼ି ଆସୁନି ତ? ନା ଆଉ କିଏ ପାପୀ ଆମ ଭଗବାନଙ୍କୁ ନେଇ ଏମିତି ପାଣିରେ ଫିଙ୍ଗି ଦେଇଛି? ମୂର୍ତ୍ତିଟି କିଛିଟା ଅଂଶରେ ପୋଡ଼ି ଯାଇଛି ବୋଲି କିଛି ଜଣ କହୁଛନ୍ତି। କିନ୍ତୁ ବଡ଼ ଚମତ୍କାର କଥା, ଭଗବାନ ଏବେ ଅଣସର ଘରେ ଅଛନ୍ତି। ଭକ୍ତମାନଙ୍କୁ ସେ ଦେଖି ପାରୁନାହାନ୍ତି। ସେ କ'ଣ ଏମିତି ରୂପରେ ଭକ୍ତମାନଙ୍କ ପାଖକୁ ଆସିଛନ୍ତି କି? କମେଣ୍ଟରେ ସିଓର ଜଣେଇବେ। ଜଗନ୍ନାଥଙ୍କୁ ଭଲ ପାଉଥିଲେ ନିଶ୍ଚିନ୍ତ ଏ ଭିଡ଼ିଓକୁ ସବୁଆଡ଼େ ସେୟାର କରିବେ। ଯେମିତି ଯେଉଁ ଗ୍ରାମର ଆମ ମହାପ୍ରଭୁ